ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ନମସ୍କାର। ମୋର ପ୍ରିୟ ଦର୍ଶକ, ପୋଷ୍ଟ ଆପଣ ଦେଖୁଛନ୍ତି, ଯାହାକି ଏ ପେପରଟିରେ ଯାହା ଲେଖାଯାଇଛି ନିହାତି ଆପଣମାନେ ସମସ୍ତେ ବୁଝିପାରିଛନ୍ତି। ମୋର ପ୍ରିୟ ଦର୍ଶକଗଣ, ବିଶ୍ୱାସୀଗଣ, ଟଙ୍କା, ସୁନା, ଗହଣା, ହୀରା, ନୀଳା, ମୋତି, ମାଣିକ୍ୟ ଯାହା ଥିଲେ ବି ଦିନ ଆସିବ, ସବୁ ଚାଲିଯିବ, ସବୁ ହିଁ ଚାଲିଯିବ। ମୋର ପ୍ରିୟ, କେତେକ ଟଙ୍କାକୁ ନେଇ ଗର୍ବ କରନ୍ତି, ସୁନାକୁ ନେଇ ଗର୍ବ କରନ୍ତି, ଅହଙ୍କାର ବଡ଼ିମା ଦେଖାନ୍ତି। ମୋର ପ୍ରିୟ ଦର୍ଶକ, ପୁଣି କେତେକ ଅଛନ୍ତି ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ଭିତରେ, ମୋ ବିଜାତିମାନଙ୍କ କଥା କହିବି ନାହିଁ, ଯେଉଁମାନେ ଆମମାନେ ସର୍ବଦା ଗିର୍ଜାକୁ ଯାଉ, ସେବା କରୁ, ଆତ୍ମିକ ବୋଲି ନିଜକୁ ଦେଖାଇ ହେଉ, ସେଇମାନେ ପ୍ରଭୁ ଆଶୀର୍ବାଦ କରିଥିବା ବିଷୟକୁ ଆମମାନେ ତାହାକୁ ଗର୍ବରେ ପ୍ରତିଫଳିତ କରାଉ, ପ୍ରଭୁଙ୍କୁ ଧନ୍ୟବାଦ ଦେଉନାହୁଁ। କିନ୍ତୁ ସେଇ ଗୃହକୁ ନେଇ ଯେଉଁ ଗର୍ବ କରୁ, ଅହଙ୍କାର ଦେଖାଉ, ତାହା ମଧ୍ୟ ଦିନ ଆସିବ, ପୁରୁଣା ପଡ଼ିଯିବ, ପୁରୁଣା ହୋଇଯିବ, ଭାଙ୍ଗିଯିବ। ଆମମାନଙ୍କ ପାଖରେ ଗାଡ଼ି ଘୋଡ଼ା, ଆମମାନଙ୍କ ପାଖରେ ଯିବା ପାଇଁ, ଆସିବା ପାଇଁ, ଗମନାଗମନ ପାଇଁ ସବୁ ବ୍ୟବସ୍ଥା ଥିଲେ ମଧ୍ୟ, ସୁଖର ବ୍ୟବସ୍ଥା ଥିଲେ ମଧ୍ୟ ତାହା ବି ଦିନ ଆସିବ, ଭାଙ୍ଗିଯିବ। ଏବେ ଅଛି ତ କାଲି ନାହିଁ। ଆମମାନେ ବେଳେବେଳେ ନିଜର ସୁନ୍ଦର ଚେହେରାକୁ ନେଇ ଗର୍ବ ଅନୁଭବ କରିଥାଉ। ମୋ ପରି ଆଉ କେହି ନାହାନ୍ତି, ମୋ ପାଖରେ ସମସ୍ତ କିଛି ଅଛି। ମୋର ପ୍ରିୟ ବନ୍ଧୁଗଣ, ଯେ ସମୟ ଅପେକ୍ଷା କଲେ ସବୁ ଦେଖାଇ ଦିଏ, ସମୟ ଆସିଲେ ସବୁ ଦିଶିଯାଏ। ମୋର ପ୍ରିୟ ଦର୍ଶକଗଣ, ଆମମାନେ ଚେହେରାକୁ ନେଇ, ନିଜ ସୌନ୍ଦର୍ଯ୍ୟକୁ ନେଇ ଆମମାନେ ବଡ଼ିମା ଦେଖାଉ, ଗର୍ବ ଅନୁଭବ କରୁ। କିନ୍ତୁ ସମୟ ଆସିବ, ସମୟ ଆସିଯାଇଛି ଯେଉଁମାନଙ୍କର, ସେମାନେ ବୁଝିପାରିଥିବେ। ଆଉ ଯେଉଁମାନେ ବୁଝିନାହାନ୍ତି, ସମୟକୁ ଅପେକ୍ଷା କର, ତାହା ଆପଣମାନଙ୍କୁ ଦେଖାଇଦେବ। ସୁନ୍ଦର ମୁହଁ ମଳିନ ହୋଇଯିବ, ଆଉ ଆପଣମାନେ ସେ ସୁନ୍ଦର ମୁହଁକୁ କସ୍ମେଟିକ୍ ସର୍ଜରୀ ଯାହା ବି କରନ୍ତୁ, ଆଉ ତା ଫେରି ପାଇପାରିବେ ନାହିଁ। କାରଣ ଈଶ୍ୱରଙ୍କ ଦତ୍ତ ଶରୀର ତାହା, ଈଶ୍ୱର ନିର୍ମାଣ କରିଥିବା ଶରୀର ତାହା। ମୋର ପ୍ରିୟ ଦର୍ଶକ, ଦୁନିଆରେ ସବୁ ଚାଲିଯିବ, ସବୁ ହରାଇବା, ହେଲେ ମନୁଷ୍ୟ ପାଖରେ ଥିବା ଗର୍ବ, ଅହଙ୍କାର, ବଡ଼ିମା, ଆମମାନେ କପଟପଣତା, ଏସବୁ କାହିଁକି ଆମମାନେ ହରାଉନାହୁଁ? ଏସବୁ ଯଦି ଆମମାନେ ଗୋଟିଏ ସାଇଡ଼୍ରକୁ, କପଟ, ହିଂସା, ଗର୍ବ, ଅହଙ୍କାର, ତେବେ ଆମମାନଙ୍କ ପାଖରେ ହିଁ ଏହି ଈଶ୍ୱରଙ୍କ ବାକ୍ୟ ସବୁବେଳେ ରହିଯିବ। ଏ ସମସ୍ତକୁ ନେଇ ଯେଉଁ ଗର୍ବ କରୁଛୁ, ଗର୍ବ କେବେ ଆମମାନଙ୍କୁ ସ୍ୱର୍ଗ ନେବ ନାହିଁ। ଥ୍ୟାଙ୍କ ୟୁ। ଗଡ୍ ବ୍ଲେସ୍ ଅଲ୍ ଅଫ୍ ୟୁ। ଆମେନ୍।